ଦେଖନ୍ତୁ ପିଲାମାନେ, ଆଜି ଆମେ ଇଂଲିଶର ଗୋଟେ ଆକ୍ଟିଭ୍ ପାସିଭ୍ ଭଏସ୍ କରିବା ହେଲା। ଦେଖନ୍ତୁ କ୍ୱେଶ୍ଚନ୍ କ'ଣ ଅଛି, ଦେ ଆର୍ ପ୍ଲେଇଂ ଫୁଟବଲ୍ ହେଲା। ଏଇଟା ତାହେଲେ କେଉଁ ଟେନ୍ସରେ ଅଛି, ଏଇଟା ହେଉଛି ପ୍ରେଜେଣ୍ଟ ପ୍ରୋଗ୍ରେସିଭରେ ଅଛି ହେଲା। ତାର କ'ଣଟା ହେବ, ତା ସୂତ୍ର କିସ ଅଛି, କ'ଣଟା ହେବକୁ ତା ସୂତ୍ରଟା এইটা ହେବ, ଯଦି ଆର୍ ଥିବ ସେଇଟା ହେଉଛି କ'ଣ ପରିଣତ ହେଇଯିବ, ବିଙ୍ଗ ଲାଗିବ ଏଇଟା ହେଲା। ଦେଖିବ ଇଜ୍ ଏମ୍ ଆର୍ ଥିବ ତାପରେ ବିଙ୍ଗ ଲାଗିବ। ତା କ'ଣ ଫୁଟବଲ୍ ୱାଜ୍ ବିଙ୍ଗ, ନା ୱାଜ୍ ହେବନି, ଫୁଟବଲ୍ ଇଜ୍ ବିଙ୍ଗ ଏଇଟା ହେଇପାରେ, ଫୁଟବଲ୍ ହେଜ୍ ବିନ୍, ଫୁଟବଲ୍ ଇଜ୍ ପ୍ଲେ ହେବନି ସେମିତି। ତା କ'ଣଟା ହେବ, ଅପସନ୍ ବି ହେଲା। ଯେ ପ୍ରୋଗ୍ରେସିଭରେ ଇଜ୍ ଏମ୍ ଆର୍ ଲାଗିବ ଆଉ ତା ସହିତ ବିଙ୍ଗ ଲାଗିବ ଏବଂ ଭାର ଥାର୍ଡ଼ ଫର୍ମ ଲାଗିବ, ଯେମିତି ପ୍ଲେଡ୍ ହେଇଛି ହେଲା। ଫୁଟବଲ୍ ଇଜ୍ ବିଙ୍ଗ ପ୍ଲେଡ୍ ବାଇ ଦେମ୍, ଅପସନ୍ ବି ହେଲା, ଏଇଟା ହେବ। ସେଇଭଳିଆ ଦେଖ ଆଉ ଗୋଟେ କରିଦେବା, someone has stolen by my bag ହେଲା। someone has stolen my bag, ତାହେଲେ କ'ଣଟା ହେବ ଦେଖ, ଏଇଟା କ'ଣଟା ଅଛି, ପ୍ରେଜେଣ୍ଟ ପରଫେକ୍ଟରେ ଅଛି। ପ୍ରେଜେଣ୍ଟ ପରଫେକ୍ଟ ଥିଲେ କ'ଣ ହେବ, ମାନେ କ'ଣ ହେବ, ହେଜ୍ ହେଭ୍ ବିନ୍ ହେବ ଏବଂ ଭାର୍ବ ଥାର୍ଡ଼ ଫର୍ମ ହେବ ହେଲା। ମାଇ ବ୍ୟାଗ୍ ଇଜ୍ ଷ୍ଟଲେନ୍, ନା ମାଇ ବ୍ୟାଗ୍ ହେଜ୍ ବିନ୍ ଷ୍ଟଲେନ୍, ମାଇ ବ୍ୟାଗ୍ ୱାଜ୍ ଷ୍ଟଲେନ୍ ଆଉ ମାଇ ବ୍ୟାଗ୍ ଇଜ୍ ବିଙ୍ଗ ଷ୍ଟଲେନ୍ ହେଲା। ତ କ'ଣଟା ହେବ, ହେଜ୍ ବିନ୍ ଲାଗିବ, ତ ମାଇ ବ୍ୟାଗ୍ ହେଜ୍ ବିନ୍ ଷ୍ଟଲେନ୍, ତ କ'ଣଟା ହେବ, ଅପସନ୍ ବି ହେଲା। ତ ଦେଖିନେବା এই কোশ্চেনটা দেখো, দ্য টিଚর টিচেস আস ইংলিশ ହେଲା। ତାହେଲେ କ'ଣ ହେବ, ଏଇଟା କ'ଣଟା ଅଛି କୁହ। এই কোশ্চেনର ଆନ୍ସର୍ଟା ଆପଣମାନେ କମେଣ୍ଟ ବକ୍ସରେ ଜଣାଇବେ।